କଥା ହଉଛି ଯେତେବେଳେ ଗତ ଦୁଇଟା ଟୋକନ 150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚାଷୀଙ୍କ ଧାନ କିଣିବାର ଲାଗି ସରକାର ନିଷ୍ପତ୍ତି ନେଇକି ଧାନ କିଣା ସରିଥିଲା। ତାପରେ ଆଉ ଟୋକନ ଆସିବ ନାହିଁ, ଟୋକନ ଜେନେରେଟ୍ ହେବନି କି ସରକାର ଧାନ କିଣିବେ ନାହିଁ, ଏ ପ୍ରକାର ଗୋଟେ ବାତାବରଣ ଚାରିଆଡ଼େ ଚାଲିଥିଲା। ଚାଷୀମାନଙ୍କ ଭିତରେ ବି ଅସନ୍ତୋଷ ବି ଦେଖାଯାଉଥିଲା, ଯେଉଁଟାକି ତାର ଅନ୍ତ ହେଇଛି ଯେ କୌଣସି ସରକାର ନିଷ୍ପତ୍ତି ନେଇକରି ଯେ କୌଣସି ପ୍ରକାର କ୍ୟାପିଂ ସିଷ୍ଟମ ନ ରଖିକରି ତୃତୀୟ ଟୋକନ ଯେଉଁଟାକି ଗତକାଲି ଆସିଯାଇଛି, ଯେଉଁଟାକି ପାଖାପାଖି 3000 ଉର୍ଦ୍ଧ୍ୱ ଟୋକନ ସମ୍ବଲପୁର ଜିଲ୍ଲାକୁ ଆସିଯାଇଛି ଧାନ କିଣିବା ପାଇଁ। ତେଣୁ ଯେଉଁ ଚାଲିଥିଲା ଚାଷୀମାନଙ୍କ ଭିତରେ ଗୋଟେ ଆଶଙ୍କା ଥିଲା ଯେ ତୃତୀୟ ଟୋକନ ଆସିବ ନାହିଁ କି 150 କ୍ୱିଣ୍ଟାଲ ପରେ ଆଉ ସରକାର ଧାନ କିଣିବେ ନାହିଁ କି 150 କ୍ୱିଣ୍ଟାଲ ପରେ ଯଦି କିଣିବେ 2300 ଟଙ୍କାରେ କିଣିବେ, MSPରେ କିଣିବେ, ଏସବୁ ଯେଉଁ ବିଭିନ୍ନ ପ୍ରକାର ଚର୍ଚ୍ଚା ଆଲୋଚନା ଥିଲା ତାର ଅନ୍ତ ହେଇକରି ଗତକାଲି ତୃତୀୟ ଟୋକନ ସମ୍ବଲପୁର ଜିଲ୍ଲାକୁ ଆସିଯାଇଛି ଏବଂ ସରକାର ଯେଉଁ ଯେତେ ଟୋକନ ଯେଉଁ ରେଜିଷ୍ଟ୍ରେସନ କରିଛନ୍ତି ଚାଷୀମାନେ ତାଙ୍କର ସମସ୍ତ ଧାନକୁ କିଣିବା ପାଇଁ ବି କହିଲି ପରେ ଯେନ୍ ଚର୍ଚ୍ଚା ଚାଲିଥିଲା ଯେ 150 କ୍ୱିଣ୍ଟାଲ ପରେ ଯେଉଁ ନୂଆଟା ଏକ ତ ଆସିବ କି ନା ସନ୍ଦେହ ଥିଲା। ଯଦି ବି ଆସିଲେ 2300 ଟଙ୍କାରେ MSPରେ ଖାଲି କିଣାଯିବ ବୋଲି ଯେଉଁ ଚର୍ଚ୍ଚା ହଉଥିଲା ସେଟା ବି ସବୁ ସମାପ୍ତ ହେଇଗଲା, ଅନ୍ତ ହେଇଗଲା। ଏବେ ପୁରାପୁରି ଯେମିତି 3100 ଟଙ୍କାରେ ଧାନ ସରକାର କିଣିବେ ଏବଂ ତୃତୀୟ ଟୋକନ ମଧ୍ୟ ଆସିଯାଇଛି ଚାଷୀ ପାଖକୁ। ତାହେଲେ ଏତେ ଆଶଙ୍କା ପରେ ସରକାର ନିଷ୍ପତ୍ତି ନେଇକରି ଯେନ୍ ତୃତୀୟ ଟୋକନ ଗତକାଲି ଆମର ସମ୍ବଲପୁର ଜିଲ୍ଲାକୁ ପାଖାପାଖି 3000 ଉପରେ ଚାଷୀଙ୍କୁ ଆସିଛି। ସେଥିପାଇଁ ନିଶ୍ଚିତ ଭାବରେ ଆମେ ସମ୍ବଲପୁର ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ଆମର ଖାଦ୍ୟ ଯୋଗାଣ ମନ୍ତ୍ରୀ ଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଆମର ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।